केही भी आजिर जुगरे विश्वासी होई न थाए। जेबे पर्यंत आपण सहिबा छाड़िबे नहीं सेते पर्यंत लोके कहिबा छाड़िबे नहीं। समयर कौनसी भरोसा नहीं। केतेबेले काहाकू भिकारी तो केबे काहाकू राजा कर दे पारे। चिंता करिवार अर्थ कि ईश्वरଙ୍କ व्यवस्था उपरे संदेह करिबा। सुखरे सहे मिले दुखरे मिले ना एक। साथ कष्टरे जे ठिया हुए साथी से ही भल। किए केउपरी मनीष भल भावे मने रखि थाए किंतु से निजे किपरि एही कथा से जमारू ध्यान देई न थाए। ଯେଉଁ ଲୋକମାନେ ଆପଣଙ୍କ ବିଷୟରେ ଖରାପ କଥା କହିଥାନ୍ତି, ଆପଣଙ୍କ ମନୋବଳକୁ ଭାଙ୍ଗିଥାନ୍ତି, ଆପଣଙ୍କ ମସ୍ତିଷ୍କରେ ନକାରାତ୍ମକ କଥା ଭରିଥାନ୍ତି, ଏମିତି ଲୋକଙ୍କ ପାଇଁ ଆପଣ ବଧିର ହୋଇଯିବା ହିଁ ଉତ୍ତମ ହୋଇଥାଏ। ଅର୍ଥାତ୍ କୌଣସି ବ୍ୟକ୍ତି ଯଦି ଆପଣଙ୍କୁ ଏହା କହିବା ପାଇଁ ଚେଷ୍ଟା କରିଥାଏ କି ତୁମେ ଏହା କରିପାରିବ ନାହିଁ, ତ ତାଙ୍କ ଏହି କଥାକୁ ଗୋଟିଏ କାନରେ ଶୁଣି ଆର କାନରେ ବାହାର କରିନେବା ଉଚିତ। ତାଙ୍କୁ ଏମିତି ଦେଖାଇବା ଉଚିତ କି ତାଙ୍କ କଥାର କୌଣସି ପ୍ରଭାବ ଆପଣଙ୍କ ଉପରେ ପଡ଼ୁନାହିଁ। ଯେଉଁ ବ୍ୟକ୍ତିକୁ ନିଜ ଯୋଗ୍ୟତା ଉପରେ ସନ୍ଦେହ ହୋଇଥାଏ ସେ ଅନ୍ୟ ଲୋକଙ୍କୁ ଏହିପରି କଥା କହିଥାନ୍ତି କି ତୁମ ଦ୍ୱାରା ଏହା ହେବ ନାହିଁ, ଏହା ତୁମେ କେବେ ବି କରିପାରିବ ନାହିଁ। ସବୁ ମଣିଷର ଜୀବନରେ ଖରାପ ଚାହୁଁଥିବା ଲୋକ ନିଶ୍ଚିତ ଥାନ୍ତି ଆଉ ଆପଣଙ୍କୁ ପ୍ରତ୍ୟେକ ପାହାଚରେ ହତୋତ୍ସାହ କରିବା ପାଇଁ ଚେଷ୍ଟା କରିଥାନ୍ତି ଆଉ ଆପଣ ତାଙ୍କ କଥା ଶୁଣି ହାର ମାନି ନିଅନ୍ତି। ଯେଉଁ ବ୍ୟକ୍ତି ନିଜ ନିନ୍ଦାକୁ ଶାନ୍ତ ଚିତ୍ତରେ ଶୁଣିପାରନ୍ତି ସେ ସବୁକିଛି ଜିତିପାରନ୍ତି। ନିଜ ସମସ୍ୟାକୁ ଅନ୍ୟମାନଙ୍କ ସହ ଆଲୋଚନା କରିବା ଉଚିତ ନୁହେଁ, କାହିଁକି ନା ଲୋକେ ଆମ ଦୁର୍ବଳତାର ମଜାକ ଉଡ଼େଇଥାନ୍ତି, ସେଥିରେ ହସିଥାନ୍ତି ଓ ତାର ଲାଭ ମଧ୍ୟ ଉଠାଇଥାନ୍ତି। ସମୟ ଲୋକଙ୍କୁ କୁଶଳ କରିପାରେ, ଶକ୍ତିଶାଳୀ କରିପାରେ, ସେହିପରି ଦୁର୍ବଳ କରି ମାରି ବି ପାରେ। କାଲି କ'ଣ ହେବ ଏହା କେହି ବି ଜାଣେ ନାହିଁ। ଯେବେ ଆମେ କୌଣସି ବିପଦରେ ପଡ଼ିଥାନ୍ତି ତ ସେତେବେଳେ ଆମକୁ ବୁଝା ପଡ଼େ ନାହିଁ କି କ'ଣ କରିବି ଓ କ'ଣ ନ କରିବି, ଆମ ପାଇଁ କ'ଣ ଠିକ୍ ହେବ ଓ କ'ଣ ଭୁଲ ହେବ। ଏମିତି ସ୍ଥିତିରେ ଆପଣଙ୍କୁ ଚାଣକ୍ୟଙ୍କ ନୀତି ଏହି କଥାଗୁଡ଼ିକୁ ମନେ ରଖିବା ଆବଶ୍ୟକ, ଯାହା ଆପଣଙ୍କୁ ଉଚିତ ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରିବ ଓ ପ୍ରତ୍ୟେକ କଠିନ ରାସ୍ତାକୁ ସହଜ କରିବ। କଠିନରୁ କଠିନ ସମସ୍ୟାର ସମାଧାନ ପାଇଁ ମାର୍ଗଦର୍ଶନ କରିବ। ପ୍ରତ୍ୟେକ ବ୍ୟକ୍ତିକୁ ସୁଖମୟ ଜୀବନ ଭଲ ଲାଗିଥାଏ। କେହି ଚାହାନ୍ତି ନାହିଁ କି ଦୁଃଖର ବାଦଲ ତାଙ୍କ ଜୀବନରେ କେବେ ଆସୁ, କିନ୍ତୁ ବିଧିର ବିଧାନ ଅନୁସାରେ ସୁଖ ପରେ ଦୁଃଖ ଅବଶ୍ୟ ଆସିଥାଏ। ଏହା ଆମ ଉପରେ ନିର୍ଭର କରିଥାଏ କି ଆମେ ସୁଖରେ କିପରି ବ୍ୟବହାର କରିଥାଉ ଆଉ ଦୁଃଖର ସାମ୍ନା କିପରି କରିଥାଉ। ଯଦି କେହି ବ୍ୟକ୍ତି ଏହି ସମୟରେ ଚାଣକ୍ୟଙ୍କ ନୀତିର ପାଳନ କରିଥାଏ ତ ତାଙ୍କୁ ଜୀବନରେ ସଫଳ ହେବାରେ କେହି ଅଟକାଇ ପାରିବେ ନାହିଁ। ପ୍ରଥମ, ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସୁସ୍ଥ ଶରୀର ପ୍ରତ୍ୟେକ ବ୍ୟକ୍ତିର ପୁଞ୍ଜି ହୋଇଥାଏ। ଏଥିପାଇଁ ବ୍ୟକ୍ତିକୁ ସର୍ବପ୍ରଥମେ ଶରୀରର ଯତ୍ନ ନେବା ଆବଶ୍ୟକ। ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ତ ଆପଣଙ୍କ ସେସବୁ ଚେଷ୍ଟା କରିବାକୁ ସକ୍ଷମ ହେବେ ଯାହା ଆପଣଙ୍କୁ ସଙ୍କଟରୁ ବାହାର କରିପାରିବ। ଆପଣ ସୁସ୍ଥ ଥିଲେ ହିଁ ଶାରୀରିକ ଓ ମାନସିକ ଆହ୍ୱାନକୁ ହରାଇବା ପାଇଁ ସଫଳ ହୋଇପାରିବେ। ଦ୍ୱିତୀୟ ହେଉଛି ଧନର ସଞ୍ଚୟ କରନ୍ତୁ। ଖରାପ ସମୟ କେତେବେଳେ ବି ଆସିପାରେ। ଧନର ସଞ୍ଚୟ କରି ରଖିବା ସୁଖମୟ ଜୀବନର ସଂକେତ ହୋଇଥାଏ, କାହିଁକି ନା ସଙ୍କଟ ସମୟରେ ଟଙ୍କା ହିଁ ବାସ୍ତବ ମିତ୍ର ହୋଇଥାଏ। ସଙ୍କଟ ସମୟରେ ଟଙ୍କାର ଅଭାବ ମଣିଷକୁ ଅସହ୍ୟ କରିଦେଇଥାଏ। ସଙ୍କଟରୁ ବାହାରିବା ପାଇଁ ଏକତା ଓ ସାହସ ବହୁତ ଜରୁରୀ ହୋଇଥାଏ। ଯଦି ଆପଣ ବିପଦ ସମୟରେ ବି ଅହଙ୍କାର ଭାବ ରଖିବେ ତ ଏକୁଟିଆ ହୋଇଯିବେ। ତେଣୁ ଅହଙ୍କାରକୁ ତ୍ୟାଗ କରି ସମସ୍ତଙ୍କୁ ନେଇ ଚାଲିବାରେ ହିଁ ସଙ୍କଟକୁ ସାମ୍ନା କରିପାରିବେ। ସ୍ୱାଦ ଛାଡ଼ିଦେବେ ତ ଶରୀରର ଲାଭ, ବିବାଦ ଛାଡ଼ିଦେବେ ତ ସମ୍ବନ୍ଧର ଲାଭ ଓ ବ୍ୟର୍ଥ ଚିନ୍ତା ଛାଡ଼ିଦେବେ ତ ସାରା ଜୀବନ ଲାଭ ହିଁ ଲାଭ। ଆଶଙ୍କାର କୌଣସି ଚିକିତ୍ସା ନାହିଁ, ଚରିତ୍ରର କୌଣସି ପ୍ରମାଣ ନାହିଁ, ମୌନଠାରୁ କୌଣସି ସାଧନ ନାହିଁ ଓ ଶବ୍ଦଠାରୁ ତୀକ୍ଷ୍ଣ କୌଣସି ବାଣ ନାହିଁ। ଚିନ୍ତା କରନ୍ତୁ ନାହିଁ, ନା ଏ ଶରୀର ଆପଣଙ୍କର ନା ଆପଣ ଏ ଶରୀରର। ଏ ଶରୀର ତ ଅଗ୍ନି, ଜଳ, ବାୟୁ, ପୃଥିବୀ ଓ ଆକାଶରେ ତିଆରି ହୋଇଛି, ଆଉ ଦିନେ ଏଥିରେ ମିଶିଯିବ। କିନ୍ତୁ ଆତ୍ମା ସ୍ଥିର ଅଟେ। ତେଣୁ ଚିନ୍ତା କାହିଁକି କରୁଛନ୍ତି? ନିଜ ଜୀବନର ନିର୍ମାତା ନିଜେ ହୁଅନ୍ତୁ। ନିଜ ଖୁସିର ନିର୍ମାତା ନିଜେ ହୁଅନ୍ତୁ। ନିଜ ଶାନ୍ତିର ନିର୍ମାତା ନିଜେ ହୁଅନ୍ତୁ। ନିଜ ଖୁସିକୁ ଅନ୍ୟ ହାତରେ ନିୟନ୍ତ୍ରିତ ହେବାକୁ ଦିଅନ୍ତୁ ନାହିଁ। ସେବା ସମସ୍ତଙ୍କର କରନ୍ତୁ, ଆଶା କାହାଠାରେ ରଖନ୍ତୁ ନାହିଁ, କାହିଁକି ନା ସେବାର ପ୍ରକୃତ ମୂଲ୍ୟ ମଣିଷ ଦେଇପାରିବ ନାହିଁ, ତାହା କେବଳ ଭଗବାନ ଦେଇପାରିବେ। ଚିନ୍ତା ମଣିଷକୁ କିପରି ଲଜ୍ଜିତ, ଅପମାନିତ ଓ ଅକର୍ମଣ୍ୟ କରିଦେଇଥାଏ ଆଉ ସେଥିରୁ କିପରି ରକ୍ଷା ବି ପାଇହେବ
ସେ ବିଷୟରେ ଚାଲନ୍ତୁ ଜାଣିବା ସୁନ୍ଦର କାହାଣୀଟିଏ। ଗୋଟିଏ ଗାଁରେ ଜଣେ ଯୁବକ ରହୁଥିଲା। ସେ ତାର ଅତୀତର କଥାକୁ ଭୁଲି ପାରୁନଥିଲା ଓ ଗୋଟିଏ କଥା ବିଷୟରେ ବାରମ୍ବାର ଭାବିବାର ଅଭ୍ୟାସ ତାକୁ ବିଚଳିତ କରୁଥିଲା। ଯଦି ତାକୁ କେହି କିଛି କହିଦେଉଥିଲା ତ ଅବା ତା ସହ କିଛି ଭୁଲ ହୋଇଯାଉଥିଲା ତ ସେ ବାସ୍ ସେଇ ଘଟଣା ବିଷୟରେ ପୁରା ଦିନ ବସି ଭାବୁଥିଲା। ସେଇ କଥା ବାରମ୍ବାର ତାର ମସ୍ତିଷ୍କରେ ଚାଲୁଥିଲା। ତାପରେ ଏହି ଘଟଣା ପାଇଁ ତାର ଭାଗ୍ୟ ଓ ଭଗବାନଙ୍କୁ ଦାୟୀ କରୁଥିଲା। ଅବା ସେ ମଣିଷଠାରୁ ପ୍ରତିଶୋଧ ନେବା ପାଇଁ ଚିନ୍ତା କରୁଥିଲା, ଯିଏ ତାହା ସହ କିଛି ଭୁଲ କରିଥିଲା କି କିଛି ଖରାପ କହିଦେଇଥାଏ। ନିଜର ଏହି ଅଧିକ ଭାବିବା ଅଭ୍ୟାସ ପାଇଁ ସେ ନା ଲୋକଙ୍କ ସହ ଭଲ ସମ୍ପର୍କ ଥିଲା, ନା କୌଣସି କାମକୁ ସେ ଭଲ ଭାବରେ କରିପାରୁଥିଲା। ସେ ସବୁବେଳେ ଚିନ୍ତା ଓ ମାନସିକ ଅଶାନ୍ତିରେ ରହୁଥିଲା। ତାର ଏହି ଅବସ୍ଥାକୁ ଦେଖି ତାର ଏକ ମିତ୍ର ତାକୁ କହିଲା କି ପାଖରେ ଏକ ମଠ ଅଛି, ସେଠାରେ ଜଣେ ମହାତ୍ମା ରହୁଛନ୍ତି, ସେଠାକୁ ଯାଅ। ସେ ତୁମର ଏହି ମାନସିକ ସମସ୍ୟାର କୌଣସି ନା କୌଣସି ସମାଧାନ ନିଶ୍ଚୟ କହିବେ। ସେ ଯୁବକ ତାର ମିତ୍ର କଥା ଶୁଣି ସେ ମହାତ୍ମାଙ୍କ ପାଖକୁ ଗଲା ଓ ନିଜ ସମସ୍ୟା ତାଙ୍କୁ କହିଲା। ସେ କେମିତି ଗୋଟିଏ ଘଟଣା ବିଷୟରେ ବାରମ୍ବାର ଭାବୁଅଛି ଓ ପୁରୁଣା ଖରାପ କଥାକୁ ସେ ଭୁଲି ପାରୁନାହିଁ। ଯୁବକର ସମସ୍ୟା ଶୁଣିବା ପରେ ମହାତ୍ମା ସେଠାରୁ ଉଠି ମଠ ଭିତରକୁ ଚାଲିଗଲେ। ତାଙ୍କର ଏମିତି କିଛି ଉତ୍ତର ନ ଦେଇ ଚାଲିଯିବା ସେ ଯୁବକକୁ କିଛି ଅଜବ ଲାଗିଲା, କିନ୍ତୁ ତଥାପି ସେ ସେଠାରେ ବସି ରହିଲା। କିଛି ସମୟ ପରେ ସେ ଦେଖିଲା ଗୋଟିଏ ଗ୍ଲାସରେ ପାଣି ଭରି ତା ଆଡ଼କୁ ମହାତ୍ମା ଆସୁଥିଲେ। ସେ ଆସି ସେ ଯୁବକ ପାଖରେ ଠିଆ ହୋଇଗଲେ ତ ସେ ଯୁବକ ମଧ୍ୟ ତାଙ୍କ ସାମ୍ନାରେ ଠିଆ ହୋଇଗଲା। ସେ ମହାତ୍ମା ତାକୁ ପଚାରିଲେ, କୁହ ଏ ଗ୍ଲାସର ଓଜନ କେତେ ହେବ? ଯୁବକ କହିଲା, ମୁଁ ଏକଦମ ସଠିକ୍ ତ କହିପାରିବି ନାହିଁ, କିନ୍ତୁ ଏ ଗ୍ଲାସର ଓଜନ ବହୁତ କମ୍। ସେ ମହାତ୍ମା କହିଲେ, ମୋର ପ୍ରଶ୍ନ ଏହା କି ଯଦି ଏ ଗ୍ଲାସକୁ କିଛି ସମୟ ଯାଏ ଧରି ରଖିବ ତ କ'ଣ ହେବ? ଯୁବକ କହିଲା, କିଛି ହେବ ନାହିଁ। ତାପରେ ମହାତ୍ମା ପଚାରିଲେ, ଯଦି ଏହି ଗ୍ଲାସକୁ ମୁଁ ଏହିପରି ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହିବି ତ କ'ଣ ହେବ? ଯୁବକ କହିଲା, ତୁମ ହାତରେ ପୀଡ଼ା ହେବା ଆରମ୍ଭ ହୋଇଯିବ। ପୁଣି ମହାତ୍ମା କହିଲେ, ଯଦି ମୁଁ ଏହି ଗ୍ଲାସକୁ ଠିକ୍ ଏହିପରି ପୁରା ଦିନ ଧରି ଠିଆ ହୋଇ ରହିବି ତ କ'ଣ ହେବ? ଯୁବକ କହିଲା, ତୁମ ହାତରେ ବହୁତ ଭୟଙ୍କର ପୀଡ଼ା ହେବ, ଏପରିକି ତୁମ ହାତ ଶୂନ୍ୟ ହେଲା ପରି ଅନୁଭବ ହେବ। ତୁମ ମାଂସପେଶୀରେ ବହୁତ କଷ୍ଟ ଅନୁଭବ ହେବ, ଏପରିକି ତୁମ ହାତ କାମ କରିବା ବନ୍ଦ ହୋଇଯାଇପାରେ। ମହାତ୍ମା କହିଲେ, ବହୁତ ଭଲ, କିନ୍ତୁ ଏହା ଭିତରେ ଗ୍ଲାସର ଓଜନ ବଦଳିଲା? ଯୁବକ କହିଲା, ନାହିଁ, ଓଜନ ତ ବଢ଼ିନାହିଁ, ତେବେ ହାତ ଓ ମାଂସପେଶୀରେ କଷ୍ଟ କାହିଁକି ହେଲା? ମହାତ୍ମା କହିଲେ। ଯୁବକ କହିଲା, ବହୁତ ସମୟ ଯାଏ ସେ ଗ୍ଲାସକୁ ଧରି ରଖିଥିବାରୁ। ମହାତ୍ମା କହିଲେ, ତେବେ ଏହି କଷ୍ଟରୁ ରକ୍ଷା ପାଇବା ପାଇଁ ମୁଁ କ'ଣ କରିବି? ଯୁବକ କହିଲା, ଗ୍ଲାସକୁ ତଳେ ରଖିଦେବେ। ମହାତ୍ମା କହିଲେ, ତୁମେ ଠିକ୍ କହିଛ। ଆମ ଜୀବନର ସମସ୍ୟା ବି କିଛି ଏହିପରି ହୋଇଥାଏ। ଏହାକୁ କିଛି ସମୟ ଯାଏ ମସ୍ତିଷ୍କରେ ରଖିଲେ ଲାଗିବ କି ସବୁକିଛି ଠିକ୍ ଅଛି। ସମସ୍ୟା ବିଷୟରେ ଅଧିକ ସମୟ ଯାଏ ଭାବିଲେ ତୁମକୁ ପୀଡ଼ା ହେବା ଆରମ୍ଭ ହୋଇଯିବ। ଆଉ ସେ ସମସ୍ୟା ଆହୁରି ଡେରି ପର୍ଯ୍ୟନ୍ତ ମସ୍ତିଷ୍କରେ ରଖିଲେ ଏହା ତୁମକୁ ଅଶାନ୍ତ ଓ ପାଗଳ କରିବାକୁ ଲାଗିଯିବ। ଆଉ ତୁମେ କିଛି କରିପାରିବ ନାହିଁ। ମହାତ୍ମା ସେ ଯୁବକ ଆଡ଼କୁ ଇସାରା କରି କହିଲେ, ତୁମ ଜୀବନରେ ଅତୀତର ଭୁଲ ଓ ଘଟଣା ବିଷୟରେ ଭାବିବା ଜରୁରୀ ଅଟେ, କିନ୍ତୁ ତାହାଠାରୁ ଅଧିକ ଜରୁରୀ ସେଥିରୁ ଶିକ୍ଷା ଗ୍ରହଣ କରି ଆଗକୁ ବଢ଼ିବା। ଯଦି ତୁମେ ଗୋଟିଏ କଥାକୁ ଧରି ବସି ରହିବ ତ ଠିକ୍ ସେହି ଗ୍ଲାସ ପରି ଏହା ବି ତୁମ ଜୀବନରେ ପୀଡ଼ା ଦେବ। ଯଦି ତୁମେ ଆଜି ତୁମ ଅତୀତକୁ ନେଇ ବସି ରହିବ ତ ଆଜି ବି ବର୍ତ୍ତମାନ ସମୟ ବି ତୁମ ହାତରୁ ଖସିଯିବ। ଆଉ ତୁମେ ଭବିଷ୍ୟତରେ ଏଥିପାଇଁ ପୁଣି ପଶ୍ଚାତାପ କରିବ। ତୁମେ ନିଜ ଅତୀତ ପାଇଁ ଯେମିତି ମଣିଷ ହେବା ପାଇଁ ଚାହୁଁଛ ଅବା ଯେଉଁ ଭୁଲ ପାଇଁ ପଶ୍ଚାତାପ କରୁଛ ତ ତୁମେ ଆଜିଠାରୁ ସେମିତି ମଣିଷ ହେବା ପାଇଁ ପ୍ରୟାସ କର ଓ ଚେଷ୍ଟା କର କି ଆଜି ତୁମେ ସେମିତି ଭୁଲ ନ କରିବାକୁ, ଯେଉଁଥିପାଇଁ ତୁମକୁ ଭବିଷ୍ୟତରେ ପଶ୍ଚାତାପ କରିବାକୁ ପଡ଼ୁ। ଏଥିପାଇଁ ଚିନ୍ତା କରିବା ବନ୍ଦ କର ଓ ତୁମ ଆଜିର କର୍ମ ଉପରେ ଧ୍ୟାନ ଦିଅ, କାହିଁକି ନା ଚିନ୍ତା ବ୍ୟକ୍ତିକୁ ତାର ଚିତା ପର୍ଯ୍ୟନ୍ତ ନେଇଯାଏ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଭିଡ଼ିଓ ଭଲ ଲାଗିଥିଲେ ପ୍ଲିଜ୍ ଲାଇକ୍, କମେଣ୍ଟ, ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।